नमस्कार प्रिय होमिओपाथ बंधुगण। होमिओ हिलिंग्सर यही अध्याय को आपण मानकु डाक्टर विपिन सामंतरायर विनीत स्वागत। बंधुगण, एठारे आमे भर्सन टू रुब्रिक्स रोगीर अभिव्यक्ति रुब्रिकर उक्ति श्रृंखलार आउ एक वक्तव्य और ताहार यथार्थ समार्थ रुब्रिक संपर्क में आलोचना करवा। लक्ष्य करी देखिए, अधिकांश समय कहीं रोगी कही था डाक्तर बाबू ମୁଁ କେମିତି କ୍ରମେ ଦୁର୍ବଳ ହେଇଯାଉଛି। ଦେଖୁନାହାନ୍ତି ମୋ ଦେହ କେମିତି ଶୁଖିଗଲାଣି। ଆଗରୁ ମୁଁ କେତେ କାମ କରୁଥିଲି, ଏବେ ପାରୁନାହିଁ। ଆଗରୁ 6 ଖଣ୍ଡ ରୁଟି ଖାଇଦେଉଥିଲି, ଏବେ ହେଉନି। ଆଗରୁ ଯେମିତି ଲେଖାପଢ଼ା କରିପାରୁଥିଲି, ଏବେ ତାହା ପୂର୍ବ ପରି ହେଉନାହିଁ। କ୍ରମେ କମି କମି ଯାଉଛି। ଏଥିପାଇଁ ରୁବ୍ରିକ୍ ହେଉଛି ଡେଲ୍ୟୁଜନ୍ସ ଥିନ୍ ହି ଇଜ୍ ଗେଟିଂ, ଅର୍ଥାତ୍ ଶାରୀରିକ ହେଉ ବା ମାନସିକ ହେଉ ତାର ପୂର୍ବପରର କ୍ଷମତା କ୍ରମେ ହ୍ରାସ ହେବାରେ ଲାଗିଛି। ଏହି କଣ୍ଟିନ୍ୟୁଡ୍ ଡିଗ୍ରେଡେସନ୍ ରୋଗୀ ଅନୁଭବ କରୁଥିବାରୁ ଏହାକୁ ଡେଲ୍ୟୁଜନ୍ସର ଅନ୍ତର୍ଭୁକ୍ତ କରାଯାଇଛି। କେଣ୍ଟ ରିପୋର୍ଟରେ ଏଥିରେ ଏକମାତ୍ର ଔଷଧ ହେଉଛି ସଲ୍ଫର। ରୋଗୀର ଏହିପରି ବକ୍ତବ୍ୟ ବା ଅଭିବ୍ୟକ୍ତି ଉପରେ ନିର୍ଭର କରି ଆମେ ସଲ୍ଫର ଦ୍ୱାରା ତାଙ୍କୁ ଉପକୃତ କରିପାରିବା। ଆଶା ରୁବ୍ରିକ୍ଟିକୁ ବୁଝିବାରେ ଆପଣମାନେ ସମର୍ଥ ହେବେ। ଆଜି ଏତିକି, ରହୁଛି। ଧନ୍ୟବାଦ, ନମସ୍କାର।